द डीप डाइव को आपण समस्तंकु स्वागत। आजी आमो पाखरे स्वामी रामतीर्थंक जीवनी उपरे आधारित किछि लेखा अछि। ହଁ, ଏହି ଲେଖାଗୁଡ଼ିକ କୃଷ୍ଣଙ୍କ ପ୍ରେରଣା ପୁସ୍ତକରୁ ଆସିଛି, ଯାହା ସ୍ୱାମୀ ପ୍ରଣବାନନ୍ଦଙ୍କ ଦ୍ୱାରା ଅନୁପ୍ରାଣିତ। ଆଉ ଏ ସବୁ ପଢିଲା बेले मनरे गोटे मौलिक प्रश्न आसे, प्रकृतिरे जीवनर लक्ष्य कौन? जणे प्रकृत बादशाह व सम्राट केमिति होई परिबो? ଏହି ଆଲୋଚନାଟି ସେଥିପାଇଁ ବହୁତ ରୋଚକ ହେବ, କାରଣ ସ୍ୱାମୀ ରାମତୀର୍ଥଙ୍କ ଜୀବନ ମାନେ ଏହା କେବଳ ଗୋଟେ କାହାଣୀ ନୁହେଁ। ଏହା ଏକ ଦର୍ଶନ। ଏକଦମ ଏକ ଦର୍ଶନ। ଆମେ ଯୋଉ ବସ୍ତୁବାଦୀ ଦୁନିଆରେ ରହୁଛେ, ସେଠି ରହିକି ବି ଆଧ୍ୟାତ୍ମିକ ଶିଖରରେ ପହଞ୍ଚିବାର ରାସ୍ତା ଦେଖାଏ। ତେବେ ଚାଲନ୍ତୁ ତାଙ୍କର ଗୋटे ଅବିଶ୍ୱସନୀୟ ଅନୁଭୂତିରୁ ହିଁ ଆରମ୍ଭ କରିବା। ନିଶ୍ଚୟ। ଠିକ୍ ଅଛି, ତେବେ ଆସନ୍ତୁ କଳ୍ପନା କରିବା, ଗୋଟିଏ ଜାହାଜ ଜାପାନରୁ ଆସି ଆମେରିକାର ସାନ୍ ଫ୍ରାନ୍ସିସ୍କୋ ବନ୍ଦରରେ ପହଞ୍ଚୁଛି। ହଁ, ସବୁ ଯାତ୍ରୀ ଓହ୍ଲାଇବା ପାଇଁ ବ୍ୟସ୍ତ, ନିଜ ନିଜ ଜିନିଷପତ୍ର ବ୍ୟାଗ୍ ସବୁ ସଜାଡ଼ିବାରେ ଲାଗିଛନ୍ତି। ହଁ, ସେମିତି ତ ହୁଏ। କିନ୍ତୁ ଜଣେ ବ୍ୟକ୍ତି ସ୍ୱାମୀ ରାମତୀର୍ଥ ଏକଦମ ଶାନ୍ତ ଭାବରେ ଜାହାଜର ଡେକୁ ପରେ ଛିଡ଼ା ହୋଇଛନ୍ତି। ଆଉ ସେ କ'ଣ କରୁଛନ୍ତି? ସେ କେବଳ ସୂର୍ଯ୍ୟାସ୍ତର ସୌନ୍ଦର୍ଯ୍ୟକୁ ଦେଖୁଛନ୍ତି, ପୁରା ନିଶ୍ଚିନ୍ତ। ବାଃ! ତ ଜଣେ ବିଦେଶୀ ଭଦ୍ରଲୋକ ଏହା ଦେଖି ଟିକେ କୌତୂହଳୀ ହେଲେ। ସେ ସ୍ୱାମୀଜୀଙ୍କ ପାଖକୁ ଯାଇ ପଚାରିଲେ, ଆମେ ତ ପହଞ୍ଚିଗଲେ, ଆପଣଙ୍କ ବ୍ୟାଗ୍ ଆପଣଙ୍କ ଜିନିଷପତ୍ର ସବୁ କେଉଁଠି? ଆଉ ଏଇଠି ହିଁ କଥାଟା ଗଭୀର ହୋଇଯାଉଛି। ସ୍ୱାମୀଜୀ ବହୁତ ସରଳ ଭାବରେ ହସିକି ଉତ୍ତର ଦେଲେ। କ'ଣ କହିଲେ ସେ? ସେ କହିଲେ, ମୋର କୌଣସି ଜିନିଷପତ୍ର ନାହିଁ, ଯାହା ବି ଅଛି ତାହା ମୁଁ ନିଜେ। ଯାହା ବି ଅଛି ତାହା ମୁଁ ନିଜେ। ଏହା ଖାଲି ଗୋଟେ ଉତ୍ତର ନୁହେଁ। ନା, ବିଲକୁଲ ନୁହେଁ। ଏହା ତାଙ୍କର ପୁରା ଜୀବନ ଦର୍ଶନ। ମୋର ପରିଚୟ କୌଣସି ବାହ୍ୟ ବସ୍ତୁ ଉପରେ ନିର୍ଭର କରେ ନାହିଁ। ମୁଁ ନିଜେ ହିଁ ମୋର ସମ୍ପତ୍ତି। କିନ୍ତୁ ସେ ତ ସବୁବେଳେ ଏମିତି ନଥିଲେ, ନୁହେଁ କି? ମୋର କହିବାର ଅର୍ଥ, ସ୍ୱାମୀ ରାମତୀର୍ଥ ହେବା ପୂର୍ବରୁ ତାଙ୍କର ତ ଗୋଟେ ସାଂସାରିକ ଜୀବନ ଥିଲା। ଏକଦମ ଠିକ୍ କଥା। ସ୍ୱାମୀ ରାମତୀର୍ଥ ହେବା ପୂର୍ବରୁ ସେ ଥିଲେ ତୀରଥରାମ ଗୋସ୍ୱାମୀ। ଜଣେ ଗଣିତ ପ୍ରଫେସର। ହଁ, ଲାହୋରର ଗୋଟେ ବଡ଼ କଲେଜରେ ଜଣେ ମେଧାବୀ ଗଣିତ ପ୍ରଫେସର। ତାଙ୍କର ପରିବାର ଥିଲା, ପିଲାଛୁଆ ଥିଲେ, ସମାଜରେ ବହୁତ ସମ୍ମାନ ଥିଲା। ତେବେ ଏତେ ବଡ଼ ପରିବର୍ତ୍ତନ ହେଲା କେମିତି? ଜଣେ ସଫଳ ପ୍ରଫେସର ଯାହାଙ୍କ ପାଖରେ ସବୁକିଛି ଥିଲା, ସେ ସବୁକିଛି ଛାଡ଼ି ଜଣେ ସନ୍ନ୍ୟାସୀ କାହିଁକି ହେଲେ? ଦେଖନ୍ତୁ, ଏହା ଗୋଟେ ଦିନର ନିଷ୍ପତ୍ତି ନଥିଲା। ଏହା ତାଙ୍କ ଭିତରର ଗୋଟେ ଗଭୀର ଅନ୍ୱେଷଣର ଫଳ ଥିଲା। ମାନେ? ତୀରଥରାମଙ୍କ ଭିତରେ ପିଲାଟି ଦିନରୁ ଈଶ୍ୱରଙ୍କୁ ଜାଣିବାର ଗୋଟେ ପ୍ରବଳ ଇଚ୍ଛା ଥିଲା। ସେ ଅନୁଭବ କରୁଥିଲେ ଯେ ଏହି ସାଂସାରିକ ସଫଳତା ଭିତରେ କିଛି ଗୋଟେ ଅଭାବ ରହିଯାଉଛି। ଗୋଟେ ଶୂନ୍ୟତା। ହଁ, ଶେଷରେ ସେ ହିମାଳୟ ଚାଲିଗଲେ, ଆଉ ସେଠାରେ ଗଭୀର ସାଧନା ପରେ ସେ ଆତ୍ମଜ୍ଞାନ ପାଇଲେ। ସେତେବେଳେ ଯାଇ ତୀରଥରାମ ସ୍ୱାମୀ ରାମତୀର୍ଥରେ ପରିଣତ ହେଲେ। ଆଚ୍ଛା, ତେବେ ଚାଲନ୍ତୁ ସେହି ସାନ୍ ଫ୍ରାନ୍ସିସ୍କୋ ଜାହାଜକୁ ଫେରିବା। ଯେତେବେଳେ ସ୍ୱାମୀଜୀ ସେମିତି କହିଲେ, ସେହି ଆମେରିକୀ ବ୍ୟକ୍ତିଙ୍କର ପ୍ରତିକ୍ରିୟା କ'ଣ ଥିଲା? ସେ ତ ଆହୁରି ଆଶ୍ଚର୍ଯ୍ୟ ହୋଇଗଲେ। ସେ ପଚାରିଲେ, ମାନେ ଆପଣଙ୍କ ପାଖରେ ଟଙ୍କା ନାହିଁ? ଆପଣ ଏଠି ରହିବେ କେଉଁଠି? ଆପଣଙ୍କର କେହି ବନ୍ଧୁ କି ସମ୍ପର୍କୀୟ ଅଛନ୍ତି ଏଠି? ବହୁତ ସ୍ୱାଭାବିକ ପ୍ରଶ୍ନ। ହଁ, ଆଉ ସ୍ୱାମୀଜୀ ସେମିତି ଶାନ୍ତ ଭାବରେ ଉତ୍ତର ଦେଲେ, ମୁଁ ପାଖରେ ଟଙ୍କା ରଖେ ନାହିଁ, ଆଉ ମୋର କୌଣସି ନିର୍ଦ୍ଦିଷ୍ଟ ଘର ନାହିଁ, କାରଣ ସାରା ସଂସାର ହିଁ ମୋ ଘର। ସାରା ସଂସାର ହିଁ ମୋ ଘର? ତାପରେ ସେ ହସି ହସି ସେହି ଆମେରିକୀୟ ବ୍ୟକ୍ତିଙ୍କ କାନ୍ଧରେ ହାତ ରଖିଲେ। ଆଉ କହିଲେ, ଆଉ ହଁ, ମୋର ଏଠି ଜଣେ ବନ୍ଧୁ ଅଛନ୍ତି, ସେ ହେଉଛନ୍ତି ଆପଣ। ଏ କଥାଟା ଶୁଣିଲେ ଦେହରେ ଶିହରଣ ଖେଳିଯାଏ। ଜଣେ ସମ୍ପୂର୍ଣ୍ଣ ଅପରିଚିତ ଲୋକକୁ ଏମିତି କହିବା। ଆଉ ଏହାର ପ୍ରଭାବ କ'ଣ ହେଲା ଜାଣିଛନ୍ତି? କ'ଣ? ସେହି ଗୋଟିଏ ବାକ୍ୟ, ଯେଉଁଥିରେ କେବଳ ନିଃସ୍ୱାର୍ଥ ସ୍ନେହ ଥିଲା, ସେହି ବ୍ୟକ୍ତିଙ୍କ ହୃଦୟକୁ ପୁରା ଛୁଇଁଗଲା। ସେ ତାଙ୍କର ଭକ୍ତ ହୋଇଗଲେ। କେବଳ ଭକ୍ତ ନୁହେଁ, ଏକନିଷ୍ଠ ଭକ୍ତ। ଆଉ ଆମେରିକାରେ ସ୍ୱାମୀଜୀଙ୍କର 2 ବର୍ଷର ରହଣି ସମୟରେ ତାଙ୍କର ସବୁ କାର୍ଯ୍ୟକ୍ରମର ଦାୟିତ୍ୱ ସେହି ବ୍ୟକ୍ତି ଜଣକ ନେଲେ। ଏହା ହିଁ ତାଙ୍କ ବ୍ୟକ୍ତିତ୍ୱର ଚୁମ୍ବକୀୟ ଶକ୍ତି ଥିଲା ବୋଧେ। ନିଶ୍ଚୟ। ଆଚ୍ଛା, ଆମେରିକାରେ ସେ ଗୋଟେ ସଂସ୍ଥା ବି ସ୍ଥାପନ କରିଥିଲେ, ହର୍ମେଟିକ୍ ବ୍ରଦରହୁଡ୍। ଏ ହର୍ମେଟିକ୍ ଶବ୍ଦର ଅର୍ଥ କ'ଣ? ଜଣେ ବେଦାନ୍ତର ସନ୍ନ୍ୟାସୀ ଏମିତି ଗୋଟେ ପାଶ୍ଚାତ୍ୟ ନାଁ କାହିଁକି ବାଛିଲେ? ବହୁତ ବଢ଼ିଆ ପ୍ରଶ୍ନ। ଦେଖନ୍ତୁ, ହର୍ମେଟିକ୍ ଶବ୍ଦ ପାଶ୍ଚାତ୍ୟ ରହସ୍ୟବାଦୀ ପରମ୍ପରା ସହ ଜଡ଼ିତ, ଯାହା ଗୁପ୍ତ ଜ୍ଞାନ ଉପରେ ଗୁରୁତ୍ୱ ଦିଏ। ତେବେ ସେ ଦୁଇଟି ପରମ୍ପରାକୁ ଯୋଡ଼ିବାକୁ ଚେଷ୍ଟା କରୁଥିଲେ। ଏକଦମ। ସେ ଦେଖାଇବାକୁ ଚାହୁଁଥିଲେ ଯେ ପୂର୍ବର ବେଦାନ୍ତ ହେଉ କି ପଶ୍ଚିମର ହର୍ମେଟିସିଜମ୍, ସବୁର ମୂଳ ଲକ୍ଷ୍ୟ ସମାନ। ଆତ୍ମଜ୍ଞାନ। ହଁ, ସତ୍ୟର ଅନୁସନ୍ଧାନ। ସେ କହୁଥିଲେ, ସତ୍ୟର କୌଣସି ଭୌଗୋଳିକ ସୀମା ନଥାଏ।
ତେବେ ଆମେରିକାର ଲୋକଙ୍କୁ ସେ କେଉଁ ମୁଖ୍ୟ ବାର୍ତ୍ତା ଦେଉଥିଲେ? ତାଙ୍କର ଶିକ୍ଷା ଥିଲା ବ୍ୟାବହାରିକ ବେଦାନ୍ତ, ମାନେ ବେଦାନ୍ତ କେବଳ ବହିରେ ପଢ଼ିବାର ଜିନିଷ ନୁହେଁ। ଏହାକୁ ଜୀବନରେ ପ୍ରୟୋଗ କରିହେବ? ହଁ, ସେ କହୁଥିଲେ ଈଶ୍ୱରଙ୍କର ଚିନ୍ତନ ହିଁ ଏକମାତ୍ର ସତ୍ୟକର୍ମ, ଆଉ ସେଥିପାଇଁ ତୁମକୁ ହିମାଳୟ ଯିବାର ଦରକାର ନାହିଁ। ତୁମେ ନ୍ୟୁୟର୍କର ଭିଡ଼ ଭିତରେ ରହିବି ତାହା କରିପାରିବ। ଏହା ତ ସାଧାରଣ ଲୋକଙ୍କ ପାଇଁ ବହୁତ ବଡ଼ କଥା। ସେମାନେ ବେଦାନ୍ତର ମୂଳତତ୍ତ୍ୱ ଅହମ୍ ବ୍ରହ୍ମାସ୍ମିକୁ କେମିତି ବୁଝାଉଥିଲେ? ଦେଖନ୍ତୁ, ଅହମ୍ ବ୍ରହ୍ମାସ୍ମିର ଅର୍ଥ ହେଲା ମୁଁ ହିଁ ବ୍ରହ୍ମ ବା ମୁଁ ହିଁ ସେହି ପରମ ଚେତନା। ମାନେ ଆମେ ଈଶ୍ୱରଙ୍କଠାରୁ ଅଲଗା ନୁହଁ। ଈଶ୍ୱରଙ୍କୁ ବାହାରେ ଖୋଜିବାର ନାହିଁ, ନିଜ ଭିତରେ ଖୋଜିବାର ଅଛି। ଆଉ ଯେତେବେଳେ ଜଣେ ଏହା ଅନୁଭବ କରେ, ସେତେବେଳେ ତାର ସବୁ ଭୟ, ଚିନ୍ତା ଦୂର ହୋଇଯାଏ। ସେ ପରିବାରରେ ରହି ନିଜର ସବୁ ଦାୟିତ୍ୱ ତୁଲାଇ ମଧ୍ୟ ମୁକ୍ତ ହୋଇପାରିବ। ଆଉ ବୋଧହୁଏ ଏହି ଅନୁଭୂତି ହିଁ ତାଙ୍କୁ ବାଦଶାହ ରାମର ପରିଚୟ ଦେଇଥିଲା। ହଁ, କିନ୍ତୁ ଗୋଟେ ମିନିଟ୍, ଚାଲନ୍ତୁ ଏ ବିଷୟରେ ସିଧା କଥା ହେବା। ଜଣେ ସନ୍ନ୍ୟାସୀ ନିଜକୁ ବାଦଶାହ କହିବା, ଆଉ ସେହି ଘଟଣାଟି ଯେତେବେଳେ ସେ ଭାରତ ଫେରୁଥିଲେ ଆଉ ଜାଣିଲେ ଯେ ଲର୍ଡ କର୍ଜନ ବି ସେହି ଜାହାଜରେ ଅଛନ୍ତି, ହଁ, ସେ ନିଜ ଯାତ୍ରା ବାତିଲ କରିଦେଲେ। ଆଉ କହିଲେ ଗୋଟିଏ ଜାହାଜରେ 2 ଜଣ ରାଜା କିପରି ଯାତ୍ରା କରିପାରିବେ। ଏହା ଶୁଣିବାକୁ ଟିକେ ଅହଙ୍କାରୀ ଲାଗୁନି କି? ଏହା ଏକ ବହୁତ ଭଲ ପ୍ରଶ୍ନ, ଆଉ ଯଦି ଆମେ ଏହାକୁ ଖାଲି ବାହାରୁ ଦେଖିବା ତେବେ ଏହା ନିଶ୍ଚିତ ଅହଙ୍କାର ପରି ଲାଗିବ। ଠିକ୍ ଅଛି। କିନ୍ତୁ ଏହା ପଛର ଦର୍ଶନକୁ ବୁଝିବା ଦରକାର। ସେ ଏଠି ବ୍ୟକ୍ତିଗତ ତୁଳନା କରୁନଥିଲେ, ସେ 2ଟି ଭିନ୍ନ ପ୍ରକାରର ସାମ୍ରାଜ୍ୟର ତୁଳନା କରୁଥିଲେ। 2ଟି ଭିନ୍ନ ସାମ୍ରାଜ୍ୟ? ହଁ, ଲର୍ଡ କର୍ଜନ ଥିଲେ ଏକ ଭୌତିକ ସାମ୍ରାଜ୍ୟର ଶାସକ, ଯାହାର ସୀମା ଥିଲା, ଯାହା ଅସ୍ଥାୟୀ ଥିଲା। ଆଉ ସ୍ୱାମୀ ରାମତୀର୍ଥ? ସେ ନିଜକୁ ଆଧ୍ୟାତ୍ମିକ ଜଗତର ସମ୍ରାଟ ମାନୁଥିଲେ, ଏକ ଏଭଳି ସାମ୍ରାଜ୍ୟ ଯାହାର କୌଣସି ସୀମା ନାହିଁ। ତେବେ ତାଙ୍କ ପାଇଁ ରାଜା ଶବ୍ଦର ଅର୍ଥ ହିଁ ଅଲଗା ଥିଲା। ଏକଦମ। ତାଙ୍କ ପାଇଁ ପ୍ରକୃତ ରାଜା ସେ ନୁହେଁ ଯିଏ ଅନ୍ୟମାନଙ୍କ ଉପରେ ଶାସନ କରେ, ବରଂ ସେ ଯିଏ ନିଜ ଉପରେ ଶାସନ କରେ। ନିଜ ମନ, ନିଜ ଇନ୍ଦ୍ରିୟ ଆଉ ନିଜ ଅହଙ୍କାର ଉପରେ। ଏହା ହିଁ ଥିଲା ତାଙ୍କର ବାଦଶାହୀ। ଏହା ବାହ୍ୟ ଶକ୍ତି ନଥିଲା, ଏହା ଥିଲା ଆଭ୍ୟନ୍ତରୀଣ ସ୍ୱାଧୀନତାର ଚରମ ଘୋଷଣା। ଆଉ ଏହି ବାଦଶାହୀର ଆଧାର ଥିଲା ସାର୍ବଭୌମିକ ପ୍ରେମ, ନୁହେଁ କି? ସେ କହୁଥିଲେ ଯେ ସେ ସମସ୍ତଙ୍କ ଭିତରେ ନିଜ ରାମକୁ ଦେଖନ୍ତି। ହଁ, ଆଉ ସେ ଏହାକୁ କେବଳ କହୁନଥିଲେ, ବଞ୍ଚୁଥିଲେ। ତାଙ୍କ ପାଇଁ ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ ଭିତରେ କୌଣସି ଫରକ ନଥିଲା। ସମସ୍ତେ ସମାନ। ସମସ୍ତଙ୍କୁ ସମାନ ସମ୍ମାନ, ସମାନ ପ୍ରେମ, କାରଣ ସେ ବିଶ୍ୱାସ କରୁଥିଲେ ଯେ ସମସ୍ତଙ୍କ ଭିତରେ ସେହି ଗୋଟିଏ ଈଶ୍ୱରୀୟ ଚେତନା ଅଛି। ସେ ଲେଖିଛନ୍ତି, ମୋର ରାମ ହିଁ ସେମାନଙ୍କ ଭିତରେ ବାସ କରୁଛନ୍ତି। ଯେତେବେଳେ ତୁମେ ସାରା ବିଶ୍ୱକୁ ନିଜର ଅଂଶ ବୋଲି ଭାବିବ, ସେତେବେଳେ ଘୃଣା ବା ଭେଦଭାବ ପାଇଁ ଜାଗା କାହିଁ? ଠିକ୍ କଥା। ତେବେ ଏହି ବାର୍ତ୍ତାକୁ ନେଇ ସେ ସାରା ଦୁନିଆ ବୁଲିଲେ, ଆଉ ସେ ଯେଉଁ ଉପାୟରେ ବୁଲିଲେ ତାହା ଆଜିର ଦୁନିଆରେ କଳ୍ପନା କରିବା ବି କଷ୍ଟ। ଏକଦମ। ଆପଣ ଭାବନ୍ତୁ ତ, 1900 ଦଶକର ଆରମ୍ଭ କଥା। ଜଣେ ବ୍ୟକ୍ତି ଆମେରିକା, ଜାପାନ, ଇଜିପ୍ଟ ଭଳି ଦେଶ ଯାଉଛନ୍ତି, ଆଉ ତାଙ୍କ ପାଖରେ ଗୋଟିଏ ପଇସା ବି ନାହିଁ। କିଛି ନାହିଁ, କୌଣସି ବ୍ୟାଙ୍କ ଆକାଉଣ୍ଟ ନାହିଁ, କୌଣସି ସ୍ପନ୍ସର ନାହାନ୍ତି। ଏହା ତାଙ୍କ ବିଶ୍ୱାସର ଏକ ଜୀବନ୍ତ ପରୀକ୍ଷା ଥିଲା। ସେ ବିଶ୍ୱାସ କରୁଥିଲେ ଯେ ଏହି ବ୍ରହ୍ମାଣ୍ଡ ତାଙ୍କର ଯତ୍ନ ନେବ। ଆଉ ତାହା ହିଁ ହେଉଥିଲା। ଯେଉଁଠିକି ବି ସେ ଯାଉଥିଲେ, ଲୋକମାନେ ଆପେ ଆପେ ତାଙ୍କ ଆଡ଼କୁ ଆକର୍ଷିତ ହେଉଥିଲେ। ଏହା ପ୍ରମାଣ କରୁଛି ଯେ ତାଙ୍କର ସମ୍ପର୍କ କେବଳ ବୌଦ୍ଧିକ ସ୍ତରରେ ନଥିଲା। ବିଲକୁଲ। ତାଙ୍କ ଜୀବନ ହିଁ ତାଙ୍କ ଦର୍ଶନର ସବୁଠୁ ବଡ଼ ପ୍ରମାଣ ଥିଲା। ସେ ଦେଖାଇଦେଲେ ଯେ ଆମ ଋଷିମାନେ ଯେଉଁ ବ୍ରହ୍ମଜ୍ଞାନ କଥା କହିଛନ୍ତି, ତାହା କେବଳ ପୁରୁଣା ଗ୍ରନ୍ଥରେ ଲେଖାଥିବା କଥା ନୁହେଁ, ତାହାକୁ ଆଜିର ଆଧୁନିକ ଯୁଗରେ ମଧ୍ୟ ଅନୁଭବ କରାଯାଇପାରେ, ଆଉ ତାରି ଆଧାରରେ ଜୀବନ ବଞ୍ଚିହୁଏ। ତେବେ ଆସନ୍ତୁ ଏହି ସମ୍ପୂର୍ଣ୍ଣ ଆଲୋଚନାକୁ ଏକାଠି କରିବା। ସ୍ୱାମୀ ରାମତୀର୍ଥଙ୍କ ଜୀବନରୁ ଆମ ପାଇଁ ମୁଖ୍ୟ ଶିକ୍ଷା କ'ଣ? ମୋତେ ଲାଗୁଛି ମୂଳ ଶିକ୍ଷାଟି ହେଉଛି ଶକ୍ତି ଏବଂ ମାଲିକାନାର ପୁନଃ ପରିଭାଷା। ମାନେ? ଦେଖନ୍ତୁ, ଆମେ ସମସ୍ତେ ଜୀବନରେ କିଛି ନା କିଛି ଜିନିଷର ମାଲିକ ହେବାକୁ ଚେଷ୍ଟା କରୁ। ଘର, ଗାଡ଼ି, ପଦବୀ। ହଁ, ସମ୍ମାନ। କିନ୍ତୁ ସ୍ୱାମୀ ରାମତୀର୍ଥଙ୍କ ଜୀବନ ଆମକୁ ଗୋଟେ ଓଲଟା ରାସ୍ତା ଦେଖାଏ। ସେ କହନ୍ତି, ପ୍ରକୃତ ଶକ୍ତି କୌଣସି ଜିନିଷର ମାଲିକ ହେବାରେ ନୁହେଁ, ବରଂ ନିଜର ସୀମିତ ମୁତ୍ୱକୁ ତ୍ୟାଗ କରି ସମଗ୍ର ବିଶ୍ୱ ସହିତ ଏକ ହୋଇଯିବାରେ ଅଛି। ଯେତେବେଳେ ତୁମ ପାଖରେ କିଛି ନଥାଏ, ସେତେବେଳେ ହିଁ ତୁମେ ସବୁ କିଛିର ଅଧିକାରୀ ହୋଇଯାଅ। ତୁମେ ଜଣେ ବାଦଶାହ ଏକ ରାଜ୍ୟ ଉପରେ ଶାସନ କରି ହୁଅ ନାହିଁ,
ବରଂ ନିଜ ପରିଚୟର ସୀମାକୁ ଭାଙ୍ଗି ଦେଇ ହୁଅ। ଏକ୍ଜାକ୍ଟଲି। ତେବେ ଆଜିର ଆଲୋଚନା ଆମ ପାଇଁ ଚିନ୍ତା କରିବାକୁ ଏକ ବହୁତ ଶକ୍ତିଶାଳୀ ବିଚାର ଛାଡ଼ିଯାଉଛି। ହଁ, ଆମେ ସାଧାରଣତଃ ନିଜକୁ ପଚାରୁ ଆମେ କେମିତି ଅଧିକ ସଫଳତା ପାଇବା, କିନ୍ତୁ ସ୍ୱାମୀ ରାମତୀର୍ଥଙ୍କ ଯାତ୍ରା ଆମକୁ ଏକ ଅଲଗା ପ୍ରଶ୍ନ ପଚାରିବାକୁ ପ୍ରେରିତ କରେ। ଆଉ ସେହି ପ୍ରଶ୍ନଟି କ'ଣ? ପ୍ରଶ୍ନଟି ହେଲା, ଯଦି ଆମେ ଜିନିଷଗୁଡ଼ିକୁ ଧରି ରଖିବା ପରିବର୍ତ୍ତେ ଛାଡ଼ିବା ଆରମ୍ଭ କରିବା, ତେବେ ଆମେ କ'ଣ ହାସଲ କରିପାରିବା ଆଉ ପ୍ରକୃତିରେ କିଏ ହୋଇପାରିବା? ଏହି ପ୍ରଶ୍ନ ସହିତ ହିଁ ଆମେ ଆଜିର ଆଲୋଚନାକୁ ଶେଷ କରୁଛ। ପ୍ରକୃତ ରାଜା କିଏ?